ବାରମ୍ବାର ଦୁର୍ଘଟଣା ଘଟାଉଛି ମୋ ବସ୍, ଯାହାକି ଭୁବନେଶ୍ୱର ରାଜମହଲ ଛକରେ ଏକ ଯାତ୍ରୀବାହୀ ଅଟୋକୁ ମୋ ବସ୍ ଧକ୍କା ଦେଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଅଟୋଟି ରାଜମହଲ ଛକରେ ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ମୋ ବସ୍ ସେଠାରେ ତାକୁ ଧକ୍କା ଦେଇଥିଲା। ପରେ ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୋ ବସ୍ ଡ୍ରାଇଭରଙ୍କୁ ପଚରାଉଚରା କରିଥିଲେ। ଅନ୍ୟପଟେ ଗତ କିଛି ଦିନ ତଳେ ଫେବୃଆରୀ 4 ତାରିଖରେ ମଧ୍ୟ ଭୁବନେଶ୍ୱରରେ ମୋ ବସ୍ ଦୁର୍ଘଟଣା ଘଟାଇଥିଲା, ଯାହାକୁ ନେଇ ପଟିଆ ଶିଖରଚଣ୍ଡୀ ବିହାରରେ ଉତ୍ତ୍ୟକ୍ତ ଲୋକମାନେ ବସ୍କୁ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପୂର୍ବରୁ ମୋ ବସ୍ର ଯାତାୟାତକୁ ନେଇ ଅନେକ ଅଭିଯୋଗ ହୋଇଥିବା ବେଳେ ଡ୍ରାଇଭରମାନଙ୍କ ବେପରୁଆ ବସ୍ ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।